333 ଟଙ୍କା ଦେଲେ ଆପଣମାନେ 17 ଲକ୍ଷ ଟଙ୍କା ପାଇପାରିବେ। ଏହି ଦାବିଟା ଏବେ ବହୁତ ହି ଭାଇରାଲ ହଉଛି, ଯୋଉଟାକି ପୋଷ୍ଟ ଅଫିସ ଆରଡି ସ୍କିମ୍ କରିକିନା ଚାଲିଛି। ତ ଆକ୍ଚୁଆଲି ଏହାର ସତ୍ୟତା କଣ ଚାଲନ୍ତୁ ଦେଖିବା। ଆରଡିର ଇଣ୍ଟରେଷ୍ଟ ରେଟ୍ ହେଉଛି ପ୍ରାୟ 6ରୁ 7%। ତ ଏତିକି କମ୍ ଇଏମଆଇ ଦେଇକିନା ଆପଣମାନେ 17 ଲକ୍ଷ ପାଇବା ଏଇଟା ଏକଦମ ବି ସମ୍ଭବ ନୁହେଁ। ଆକ୍ଚୁଆଲି ଏଇଟା ହିଁ ହେଉଛି ଫ୍ୟାକ୍ଟ। ତ ସତ୍ୟତା ହେଲା ଯଦି ଆପଣ 333 ଦଉଛନ୍ତି ପ୍ରତି ମାସରେ, ଆଉ ଆପଣ ଯଦି 5 ବର୍ଷ ପୁରା ଦେଇ ଚାଲିଛନ୍ତି, ତାହେଲେ ଆପଣମାନଙ୍କର ଅଲମୋଷ୍ଟ 20,000 ଟଙ୍କା ଆପଣ ଡିପୋଜିଟ୍ କରୁଛନ୍ତି। ତା ସହିତ ଆପଣମାନେ ଯଦି 6ରୁ 7% ଇଣ୍ଟରେଷ୍ଟକୁ ଆଡ୍ କରୁଛନ୍ତି, ତାହେଲେ ଆପଣମାନଙ୍କର ଏଇଟା ଭ୍ୟାଲ୍ୟୁ ହବ 22ରୁ 24,000। ତ 17 ଲକ୍ଷ ଟଙ୍କା ପାଇବା ହେଉଛି ଆକ୍ଚୁଆଲି ପୁରା ଭୁଲ ଦାବି। ତ ସେଥିପାଇଁ ଆପଣମାନେ କୌଣସି ବି ସୂଚନା ଯଦି କୋଉଠୁ ବି ପାଉଛନ୍ତି, ଏଥିରୁ ସାବଧାନ ରୁହନ୍ତୁ। ଯେକୌଣସି ସ୍କିମ୍ରେ ପଇସା ଲଗେଇବା ପୂର୍ବରୁ ତାର ଅଫିସିଆଲ ଇଣ୍ଟରେଷ୍ଟ ରେଟ୍ ଦେଖନ୍ତୁ, ଆଉ ତାର ସର୍ତ୍ତ ଗୁଡାକ ସବୁକୁ ପଢନ୍ତୁ। ହଁ, ଆପଣ ଆରଡି ପୋଷ୍ଟ ଅଫିସ ଆରଡି ସ୍କିମ୍ରେ ଡେଫିନେଟଲି କରିପାରିବେ। ମୁଁ ବି ଏଥିପାଇଁ ଅଲରେଡି ଅଲଗା ଭିଡିଓ ବନେଇ ସାରିଛି, ଆପଣ ମୋର ସେଇ ଭିଡିଓ ଦେଖିପାରନ୍ତି। ଏମର୍ଜେନ୍ସି ଫଣ୍ଡ ବିଲ୍ଡ କରିବା ପାଇଁ ଏଇଟା ବେଷ୍ଟ ଆରଡି ସ୍କିମ୍। ତ এই ଭିଡିଓଟି ସେୟାର କରନ୍ତୁ, ଆଉ ଅନ୍ୟମାନଙ୍କୁ ବି ଏଇ ଠକେଇରୁ ସୁରକ୍ଷିତ କରାନ୍ତୁ। ତ ଏଇଭଳି ଫାଇନାନ୍ସିଆଲ ହ୍ୟାକ୍ସ ପାଇଁ ମୋ ଚ୍ୟାନେଲ ରୁପି ରହସ୍ୟକୁ ସବସ୍କ୍ରାଇବ କରନ୍ତୁ। ରହୁଛି, ଜୟ ଜଗନ୍ନାଥ।